Hey everyone, welcome back to my another mini vlog। ମୁଁ ଭଲ ଅଛି। आई होप ଆପଣ ମାନେ ସମସ୍ତେ ଭଲ ଥିବେ। ତ ड्यूटी ସାରିକି ମୁଁ ଆସିଲି ରୁମ୍କୁ। ରୁମ୍ରେ ଦେଖିଲି ସବୁ ଜିନିଷ ଏପଟ ସେପଟ ହେଇକି ପଡ଼ିଛି। ତ ମୋ ଦେହ 2 ଦିନ 3 ଦିନ ହେଲାଣି ଭଲ ନଥିଲା, ତ କିଛି କାମ କରି ହେଉନଥିଲା। ବେଡ଼୍ ବି ଅସନା ହେଇକି ପଡ଼ିଛି, ରୁମ୍ ବି ଅସନା ହେଇକି ପଡ଼ିଛି, ବାସନ ଗଦେ ପଡ଼ିଛି। ମୋର ରୋଷେଇ କିଛି ହେଇନି, ମୋର ଖାଇବା ପାଇଁ କିଛି ନାହିଁ, ମାନେ ପୁରା ହଚପଚ ହେଇକି ଅଛି ସବୁ ଜିନିଷ। ଆଉ ଦେହ ଭଲ ନାହିଁ ବୋଲି କିଛି ଦିନ ହେଲାଣି କିଛି କରୁନଥିଲି, କିଛି ରୋଷେଇ ଫୋଷେଇ ବି ହେଉନଥିଲା, ଖିଆ ପିଆ ବି କିଛି ନାହିଁ। ସୋ ମୁଁ ଆଗେ ଭାତ ହାଣ୍ଡି ବସେଇକି ଭାତ ବସେଇଦେଲି। ଦେନ୍ ଘର ପୋଛିବି ବୋଲି ବାଲ୍ଟିରେ ପାଣି କାଢ଼ିକି ରଖିଦେଇଛି। ସାଧା କିଛି ଖାଇ ବୋଲି ଖଟା ବନେଇବା ପାଇଁ ଭାବିଲି, ତ ଖଟା ବନେଇଲି। ଦେନ୍ ବାରାତି ଯାଉଥିଲା ଆମ ରୋଡ଼ ଦେଇକି, ତ ଦେଖିବା ପାଇଁ ପଳେଇଲି। ଆଉ ଦେଖିପାରୁଥିବେ ମୁଁ ତ କାହା ବାହାଘର ଯାଇପାରୁନି, ଏମିତି ଆଗ ଡୁଙ୍ଗା ଡୁଙ୍ଗିକିନା ଦେଖିକି ଖୁସି ହେବା କଥା, ଛାଡ଼। ଆଉ ଆମ୍ଲେଟ୍ ବନେଇଲି, ତ ଖଟା ବି ହେଇଗଲାଣି। ଭାତରେ ଗୋଟେ ଆଳୁ ସିଝେଇଥିଲି, ତ ଆଳୁ ସିଝା ବି ଖାଇବି। ଘର ସବୁ ପୋଛିଦେଲି। 3ଟା ଯାକ ରୁମ୍ ପୋଛିଲା ବେଳେ ମୁଣ୍ଡ ଖରାପ ହେଇଗଲା, ଯେହେତୁ କିଛି ବି ଭଲ ଲାଗୁନଥିଲା। ରୁମ୍ରେ ପାଦ ମାଡ଼ିବା ପାଇଁ ବି ଭଲ ଲାଗୁନଥିଲା, ପୋଛିବାକୁ ତ ପଡ଼ିବ। ସୋ ଧୁଆଧୁଇ ହେଇକି ପୁଣି ମୁଁ ଖାଇବା ପାଇଁ ବସିଗଲି। ଆଉ ଦେଖିପାରୁଥିବେ ପୁରା ସାଧା ସାଧା ଖାଇବା, ଟମାଟୋ ଖଟା, ଆଳୁ ଚକଟା ଆଉ ଆମ୍ଲେଟ୍। ତ ମୁଁ ଖାଇସାରିକି ପୁଣି ମୋତେ ଗ୍ୟାସ୍ ଧୋଇବାର ଅଛି, ବାସନ ମାଜିବାର ଅଛି ଆଉ ଥରେ, ଆଉ ସବୁ ଜିନିଷ ରଖିବାକୁ ପଡ଼ିବ। ତ ଭିଡ଼ିଓଟି ଯଦି ଭଲ ଲାଗୁଛି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ। ଆଉ ସବୁ କାମ ସାରିକି ମୁଁ ଶୋଇବା ପାଇଁ ପଳେଇଲି। ଦେନ୍ ଦେଖା ହେବା ଆଉ ଗୋଟେ ନେକ୍ସଟ ବ୍ଲଗ୍ରେ।